ଝିଅଟା ମର୍ଡର କରିଦିଅ। ମୁଁ ତା ମୁହଁ ଦେଖିବାକୁ ଚାହେଁ ନା। ଆଜ୍ଞା ଆପଣ ଅଯଥା ଟେନସନ ହଉଛନ୍ତି। ଯୋଉଟା ନଖରେ ଚିଡ଼ିବ ଆପଣ କଥା ପୁରାଣି ବୁଝୁଛନ୍ତି। ଆରେ କଥାଟା ବୁଝୁନ। ପ୍ରେମ ସେମିତି ଅନ୍ଧ, ପ୍ରେମିକ ସେମିତି ଅନ୍ଧ। ପ୍ରେମ ପାଖରେ ସବୁ କିଛି ଫେୟାରନେସ୍, ଜାତି ପୁତ୍ର ଷ୍ଟାଟସ୍ କିଛି ମୂଲ୍ୟ ନଥାଏ। ଚିନ୍ତା କର, ଭଲ ଭାବରେ ଚିନ୍ତା କର। ମୋ ପୁଅ ସମସ୍ତେ ଭାବୁଛ ପୁଅ ଯଦି ଗୋଟେ ଯୁବା ଘର ଝିଅକୁ ଭାଇ ଭଲ ପାଏ, ସମସ୍ତେ ମୁଣ୍ଡ ଟେକି ପାଟି ଧରିବେ ତ, ମୋ ମାନ ସମ୍ମାନ ରହିବ ତ। ଆପଣଙ୍କ ପୁଅ ସେ ଝିଅକୁ ବାହା ହେଲେ ତ? ତମେ ନିଜ ଆଖିରେ ଦିଅ, କିଛି ବୁଝିପାରିଲନି। ଦିଟା ଏତେ ବାଟ ଆଗେଇ ଯାଇଛ ନା। ଆଉ ମୁଁ ସେ ଦେଖିଛି ସେମାନେ ଲଭ୍ ସିନ୍ ଯାଇ ଯାଇଛନ୍ତି, ହେଲେ ପୁଅ ତ ନାଇଁ ସିନ୍ ଯାଇ ହେଇନି ନା। ଆମେ ଯଦି ଏଇଠି ଷ୍ଟୋରିର ମୋରଟା ବଦଳେଇ ଦିଅନ୍ତି, ନାଟକଟା ବଦଳେଇ ଦିବନି କି? ମୋ କହିବା ଅର୍ଥ, ଆମେ ଯଦି ଆନନ୍ଦ ବାବୁଙ୍କ ବାହାଘର ଆଉ ଗୋଟେ ଝିଅ ସହିତ କରିଦିଅନ୍ତି, ଯଦି ବଜାର ଲୁଚୁଛି କିଣି ଆଣିବ ବାହାଘର କରିଦବ। ଅଛେ କଣ ପୁରା କାଚ ମାର୍କା ଝିଅ। ଆଲୋକ ଆଉ ସେ ଝିଅ ତ ଝିଅ, ତାଙ୍କ ଫଟୋ ଦେଖିଲେ ପୁରା ରାଜି ହେଇଯିବେ। ସଦସ୍ୟ ସେ ଝିଅ ସତ୍ୟଗତ ଯୋଗ୍ୟତା କଣ? ଯେତେ ନାଁ ବି ପରେ ବି ଆମକୁ ମ୍ୟାଚ୍ କଲା ସେ ଝିଅର ମ୍ୟାଚ୍ ଦରକାର। ଆଜ୍ଞା ଭାତ ଆଣିଲେ ଗୋଟା ଭାତ ଟିପି ଦେଲେ ଯେମିତି ଜଣାଯାଏ, ହାଣ୍ଡି ଗୁଡ଼ାକ ଭାତ ଖାଇବା ଉପଯୋଗ୍ୟ କି ନୁହେଁ, ସେମିତି ତା ଭାଇକି ଦେଖିଦେଲେ ଆପଣ ଜାଣିପାରିବେ ତା ଭଉଣୀଟା କେମିତି ହେଇଥିବ। ମୁଁ ତାକୁ ସାଥିରେ ନେଇଯାଉଛି, ସେ ୱେଟିଂ ରୁମରେ ୱେଟ୍ କରୁଛି। ଯଦି କହିବେ ଡାକିଦେବେ, ତା ସହିତ କଥା ହେଇ ବାହାଘର ଡେଟ୍ଟା ଫାଇନାଲ କରିଦେବେ। ଯେତେ ଶୀଘ୍ର ଆଲୋଚନା ବାହାଘର କଥାଟା ନିହାତି ଦରକାର। ଆଜ୍ଞା ବାବୁଲା ବାବୁ କଣ ଡାକୁଛୁ? ତା ଡାକୁଥିଲେ ସମସ୍ତେ ବାବୁ ଡାକନ୍ତି, ମୁଁ ତ ତାକୁ ବାବୁଲା ବାରବୁଲା ବୋଲି ଡାକେ। ବାବୁଲା ବାରବୁଲା ଭିତରକୁ ଆ, ସାର୍ ଡାକୁଛନ୍ତି। नमस्कार सर। ये बाबुला मानते हैं यारी भौणी को काम करते हैं। मो भौणी बैशाखी मानती, बैशाखी बीटेक फ्रॉम बैंगलोर, एमटेक फ्रॉम लंडन, सीएमओ B&B कंपनी रो एमडी। वेरी गुड। कंपनी कने तो से प्राय बाहर रहे, केबे अमेरिका तो केबे ऑस्ट्रेलिया, केबे लंडन तो केबे जापान। मो भगिनी डॉक्टर कैंसर रोग ଉପରେ ସେ ରିସର୍ଚ୍ଚ କରୁଛି। ସେ ଏବେ ଆମେରିକାରେ ଦେଖିବ ତ, ଘର ହେଲେ ସମ୍ଭାଳିବା ପାଇଁ କେହି ନାହାନ୍ତି। ସବୁବେଳେ ତ ମୁଁ ବାହାରେ ରହୁଛି, ଲୋକଙ୍କ ସେବା କରୁଛି। ଆଉ ଏ ଘରଟାକୁ 2 ଜଣ 4 ଜଣ ସମ୍ଭାଳୁଛନ୍ତି। ତାମାନେ ମୋ ପୁଅ ବାହାଘର ପରେ ଏ ଘର ସବୁ ଯାକ ଦାୟିତ୍ୱ ମୋ ପୁଅ ଉପରେ ମୁଁ ଛାଡ଼ିଦେବି। बैशाखी रे सीआईएक्स सर बाहर बुलाबुली कर थकी गलानी। ମୁଁ ଚାହୁଁଛି ତା ବାହାଘରଟା ଯେତେ ଶୀଘ୍ର ସରିଦେବି ମୋ ଡ୍ୟୁଟି ଓଭର। ମୁଁ ବି ବୈଶାଖୀ ମାନଙ୍କୁ ସେଇ କଥାଟା କହିଦେଇଛି। ବାହାରେ ବୁଲି ବୁଲି ଆଉ କେତେ ଖାଇବେ, ଯେବେ ଗୋଟେ ଥାଳିରେ ଖାଆନ୍ତୁ, ସ୍ୱାସ୍ଥ୍ୟ ପକ୍ଷେ ହିତକର। ମୋର କିନ୍ତୁ ଗୋଟେ କଣ୍ଡିସନ। କଣ୍ଡିସନ ୟେସ୍ କଣ୍ଡିସନ। ମୋ ବୋହୂ କିନ୍ତୁ ମୋ ଘରେ ରହିବ। ଆଇ ମିନ୍ ମୋ ପୁଅ ପାଖରେ। ମୋ ବିଜନେସ୍ ନୋ ସାଇଡ୍ସ। ଆଜ୍ଞା ଚାକିରି କରିବା କଣ ଦରକାର ନା ବିଜନେସ୍ କରିବା କଣ ଦରକାର? ମନ୍ତ୍ରୀ ସାରଙ୍କ ଯେତିକି ସମ୍ପତ୍ତି ବସି ଖାଇଲେ ପରା 58 ପୁରୁଷ ଗାଈ କରିବନି। ବାହାଘର ପାଇଁ ଆଗେଇବା। ସବୁବେଳେ ବି ଡକ୍ଟର ମାନଙ୍କୁ ସାଙ୍ଗରେ କଥା ହେବା ଦରକାର। ଓ ଝିଅ ପରସ୍ପର 2 ଜଣ ନିଜକୁ ଦେଖିବା ଦରକାର। ସେମାନେ ତାଙ୍କ ପସନ୍ଦ ଅପସନ୍ଦ ବିଷୟରେ କଥା ହେବା ଦରକାର। बैशाखी तो ମୋର ସବୁ କଥାକୁ ସମ୍ମାନ ଦିଏ। ଯଦି ଡକ୍ଟର ବାବୁ ଚାହିଁବେ ସେସବୁ କିଛି ଆବଶ୍ୟକତା ନାହିଁ। ମୋ ପୁଅ ମୋ କଥାକୁ କେବେ ବି କାଟି ଯାଇନି। ପ୍ରତ୍ୟେକ ଡିସିସନକୁ ସେ ସମ୍ମାନ ଦେଇ ଆସିଛି। ମୁଁ ଜାତକ ନେଇ ଯଦି ସଭାକୁ ଯାଉଛି, ଯେତେ ଶୀଘ୍ର ବାହାଘର ଡେଟ୍ଟା ଫାଇନାଲ ହେଇଯିବ ସେତେ ଜଲ୍ଦି ଭଲ। ମୁଁ ବି ବାହାଘର ପାଇଁ ସବୁବେଳେ ରାଜି, ଖାଲି ଯେତେ ଶୀଘ୍ର ମୋ ଘରକୁ ବୋହୂ ଆସିବ ମୁଁ ଟିକେ ଶାନ୍ତିରେ ନିଶ୍ୱାସ ମାରିବି। ଆଜ୍ଞା ମୁଁ ତା ଜାତକ ନେଇକି ଯାଉଛି, ପାରମ୍ପରିକ କାମଟା ଆଗେ ସାରିଦେବା। ଆମକୁ ହୋଟେଲରେ ବାହାଘର ହବ, ଅସୁବିଧା କୋଉଠି? ଠିକ ଅଛି, ତାହେଲେ ମୁଁ ଆସୁଛି।
ମୋତେ ତା ସହିତ କଥାବାର୍ତ୍ତା ହେଇ ତା ଟିକେଟକୁ ରିଟର୍ନ କରିବାକୁ ପଡ଼ିବ। ମୁଁ ଆସୁଛି ସାର୍, ନମସ୍କାର।